ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ଭଲରେ ଥିବେ। ମୋର ଏକ ପୁଣି ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ କରୁଛି। ଆପଣମାନେ ଦେଖିଥିଲେ ଫାଷ୍ଟ ଭିଡ଼ିଓରେ ମୁଁ ମାମୁଁ ଘରକୁ ଆସିଥିଲି ଛାତ ପଡ଼ିବ ବୋଲି। ଆଜି 4ଟା ବେଳେ ଯାଇଥିଲୁ ଆମେ ପନିପରିବା କିଣିବାକୁ ମାମୁଁଙ୍କର ମୋର। ଏଠି ଜଳଖିଆ କରିନେଲୁ, ତାପରେ ଆସି ପନିପରିବା କତିରେ ପହଞ୍ଚିଗଲୁ। ମୋ ମାଇଁଙ୍କ ଭାଇ ଆସିଥିଲେ, ତାଙ୍କ ଚିହ୍ନା ଦୋକାନରେ ପନିପରିବା ସବୁ କିଣିଥିଲେ। ହଁ ସାଙ୍ଗମାନେ, ଏଠି ଯେମିତି ଲୋକ ବହୁତ ଭିଡ଼ ଆଉ ପନିପରିବା ବି ବହୁତ ରେଟ୍। ଏବେ ଏଇଟା ହେଉଛି ଚଣ୍ଡିଖୋଲ ମାର୍କେଟ। ସେ ସବୁ ଚିଠା ଦେଖିକି ପନିପରିବା ଏବେ ପୁରେଇ ଦେଲେ ଅଖାରେ। ତାପରେ ସେଟା ଆମେ ବାହାରି ଯାଇଥିଲୁ ଘରକୁ। ଘରେ ଆସିକି ପହଞ୍ଚିଗଲୁ, ପନିପରିବା ସବୁ କଟାକଟିରେ ଲାଗିଗଲେ। ମୋ ମାଇଁ, ମୋ ମାଉସୀ ଆଉ ରୋଷେଇଆ ଆଉ ମାଇଁଙ୍କ ବୋଉ କଟାକଟି କରିସାରିଲା ପରେ ତାପରେ କ'ଣ ଭଜାଭଜି ହେଉଛି, ରୋଷେଇଆ ଭାଜୁଛି। ତାପରେ ମୋ ଆଈ ଏଠି ଛାତ ଉପରେ ଆସି ବସିଛି। ମାମୁଁ ମାଇଁ ପୂଜାରେ ବସିଛନ୍ତି, ପୂଜା ନନା କରୁଛନ୍ତି। ତାପରେ ମୁଁ ତଳକୁ ପଳେଇ ଆସିଲି ତ, ତାପରେ ଟିକେ ଛାଡ଼ିକି ତାପରେ ମେଘ ହେଲା। ଆମେ ତ ଭାବିଲୁ ବହୁତ ଜୋରରେ ମେଘ ହେବ, ତାପରେ ଆସ୍ତେ ଆସ୍ତେ କମିଗଲା। ଏଠି ମୋ ମଝିଆ ମାଇଁ ବସିକି ଲଙ୍କା ଛଡ଼ଉଛନ୍ତି ଗ୍ରାଇଣ୍ଡର କରିବା ପାଇଁ। ଆଉ ଏଠି ମାଇଁଙ୍କ ବୋଉ ଅଟା ଦଳୁଛନ୍ତି, ପୁରୀ ହେବ, ସେ ଜଳଖିଆ ଖାଇବେ। ତାପରେ ପନିପରିବା ଏଠି ଧୁଆ ଧୁଇ ହୋଇକି ଡ୍ରେସ୍ ସବୁ ବସିଛି। ମେଘ ତାପରେ ଛାଡ଼ିଗଲା ସାଙ୍ଗମାନେ। ତାପରେ ଆସି ମିସ୍ତ୍ରୀ ପହଞ୍ଚିଗଲେ। ସେ କହିଲେ ଆମେ ଆଗେ ଜଳଖିଆ କରିସାରିଲା ପରେ ତାପରେ କାମ କରିବୁ। ଆଉ ଏ ଛୁଆ ତ ଚଗଲା ହେବାରେ ଲାଗିଛନ୍ତି, ମୋବାଇଲ ଖେଞ୍ଚିବାରେ। ଆଉ ଏଠି ତାପରେ କ'ଣ କଥାବାର୍ତ୍ତା ହେଇକି ସବୁ ମୋ ମାଉସୀ ଏଠି ଭୋଗ ବାଣ୍ଟିବାକୁ ନେଉଛି। ଇଏ ଭାବୁଛି ମୁଁ ତାର ଫଟୋ ଉଠାଉଛି, ପୋଜ୍ ଦେଉଛି। ତାପରେ ଏଠି ମୋ ମଝିଆ ମାଉସୀର ଆଉ ମୋ ମାଇଁଙ୍କର, ବଡ଼ ମାଇଁଙ୍କର ପନିପରିବା ସବୁ ଧୋଇ ଧାଇ ନେଲେ। ତାପରେ ମୁଁ ଛାତକୁ ଆସିଲି ଦେଖିବା ସେ କାମ କରୁଛନ୍ତି କି ନାହିଁ। ଦେଖିଲା ବେଳକୁ ସେ କାମ ହିଁ କରିନାହାନ୍ତି, କାହିଁକିନା ତାଙ୍କୁ ଜଳଖିଆ ଦିଆହେଇନି। ଜଳଖିଆ ହେଇଗଲା ପରେ ତାଙ୍କୁ ଜଳଖିଆ ଦିଆହେବ। ସେ ଖାଇସାରିଲା ପରେ କାମରେ ଲାଗିଯିବେ ଜଲ୍ଦି ଜଲ୍ଦି, କାହିଁକିନା ବିଜୁଳି ଟିକେ ଟିକେ ମାରୁଛି। ସେ ସବୁ ବନ୍ଧାବନ୍ଧି କରୁଛନ୍ତି ଏବେ। ରହିଲି, ଜୟ ଜଗନ୍ନାଥ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ଭିଡ଼ିଓଟି ବହୁତ ବଡ଼ ହେଇଯାଉଛି।